ମରିଛନ୍ତି ଯୀଶୁ ଆମ ପାଇଁ, ମରିଛନ୍ତି ଯୀଶୁ ଆମ ପାଇଁ। କାଲବାରି କ୍ରୁଶରେ ରକ୍ତ ଦେଇ ମୋର ପାଇଁ ଆଉ ତୁମରି ପାଇଁ, ମୋର ପାଇଁ ଆଉ ତୁମରି ପାଇଁ। ମରିଛନ୍ତି ଯୀଶୁ ଆମ ପାଇଁ। ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ମହତ୍ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ଗୀତ ସଂହିତା ପୁସ୍ତକ 14 ଗୀତର ପ୍ରଥମ ପଦରେ ଆମେ ଏପରି ପାଠ କରୁ, ମୂଢ଼ ମନେ ମନେ କହିଅଛି ପରମେଶ୍ୱର ନାହାନ୍ତି, ସେମାନେ ଭ୍ରଷ୍ଟ, ସେମାନେ ଘୃଣାଯୋଗ୍ୟ କର୍ମ କରିଅଛନ୍ତି, ସୁକର୍ମକାରୀ କେହି ନାହିଁ। ଏଇଠାରେ ମୂଢ଼ର ଅର୍ଥ ମୂର୍ଖ। ଗୀତ ରଚକ କହନ୍ତି ଯେ ମୂର୍ଖ ନିଜ ମନରେ କହେ ଯେ ଈଶ୍ୱରଙ୍କର ଅସ୍ତିତ୍ୱ ନାହିଁ। ଗୀତ ରଚକ ଏଠାରେ ମନୁଷ୍ୟର ଦ୍ୱୈତ ମୂର୍ଖତା ଅର୍ଥାତ୍ ବୌଦ୍ଧିକ ଓ ନୈତିକ ମୂର୍ଖତା ବିଷୟ କହନ୍ତି। ଈଶ୍ୱର ମନୁଷ୍ୟକୁ ଅନ୍ୟ ସମସ୍ତ ପ୍ରାଣୀମାନଙ୍କ ଠାରୁ ଅଧିକ ବୁଦ୍ଧିମାନ କରି ଗଢ଼ିଲେ। ଆଜି ବିଜ୍ଞାନ ଓ ଯନ୍ତ୍ରକୌଶଳର କ୍ଷେତ୍ରରେ ମନୁଷ୍ୟ ଅନେକ ଉଚ୍ଚତାକୁ ଯାଇଛି। ଯାହା ଅସମ୍ଭବ ଜଣାପଡ଼ୁଥିଲା ତାହା ସେ ସମ୍ଭବ କରି ଦେଖାଇଛି। ଏପରିକି ସେ ଅନ୍ତରିକ୍ଷ ଓ ଅନ୍ୟାନ୍ୟ ଗ୍ରହକୁ ମଧ୍ୟ ପହଞ୍ଚି ପାରିଛି। ଏହି ଉପଲବ୍ଧି ଯୋଗୁଁ ସେ ନିଜ ଜ୍ଞାନରେ ଗର୍ବ କରେ, ପୁଣି ନିଜକୁ ଈଶ୍ୱର ବୋଲି ଭାବିବା ଆରମ୍ଭ କରିଦେଇଛି। ଫଳସ୍ୱରୂପେ ସେ କହୁଛି ଯେ ଈଶ୍ୱରଙ୍କର କୌଣସି ଅସ୍ତିତ୍ୱ ନାହିଁ। ଏହା ଈଶ୍ୱରଙ୍କର ଅସ୍ତିତ୍ୱକୁ ନାସ୍ତି କରୁଥିବା ବୌଦ୍ଧିକ ମୂର୍ଖତା। ମଣିଷ ଜ୍ଞାନୀ ହୋଇଥିବ, କିନ୍ତୁ ଈଶ୍ୱରଙ୍କର ଜ୍ଞାନ ସମ୍ମୁଖରେ ମନୁଷ୍ୟର ଜ୍ଞାନ କିଛି ନୁହଁ। ବାସ୍ତବତା ଏହି ଯେ ମନୁଷ୍ୟ ଈଶ୍ୱରଙ୍କର ଅନୁମତିରେ ଏହି ପ୍ରକୃତିରେ ଗବେଷଣା ଦ୍ୱାରା ଅନେକ ବିଷୟ ଆବିଷ୍କାର କରୁଅଛି। ତଥାପି ସେ ନିଜ ବଳରେ ସୋରିଷ ଭଳି ଛୋଟ ବୀଜଟିଏ ମଧ୍ୟ ତିଆରି କରିପାରେ ନାହିଁ, କି କୌଣସି ପ୍ରାଣୀ, ପକ୍ଷୀ କିମ୍ବା ତରୁଲତା ଯାହା ଶୁଖିଯାଇଥିବ ତାକୁ ପୁନର୍ଜୀବନ ଦେଇପାରେ ନାହିଁ। ମନୁଷ୍ୟର ସମସ୍ତ ରଚନା ପାଇଁ ପ୍ରକୃତିର ଉପାଦାନ ଉପରେ ମନୁଷ୍ୟ ନିର୍ଭର କରିବାକୁ ପଡ଼ିବେ। ମାତ୍ର ଈଶ୍ୱର କେବଳ ଆପଣା ମୁଖର ବାକ୍ୟ ଦ୍ୱାରା ଶୂନ୍ୟରୁ ସମସ୍ତ ବିଷୟ ସୃଷ୍ଟି କଲେ। ଅର୍ଥାତ୍ ଈଶ୍ୱର ଆପଣା ଶକ୍ତିରେ ସୃଷ୍ଟି ରଚନା କଲେ, ଆଉ ମନୁଷ୍ୟ ତାହା କେବଳ ଆବିଷ୍କାର କରିପାରେ, ମାତ୍ର ନୂତନ ଭାବେ ସୃଷ୍ଟି କରିପାରେ ନାହିଁ। ମନୁଷ୍ୟ ପ୍ରାକୃତିକ ବିପର୍ଯ୍ୟୟର ଅନୁମାନ କରିପାରେ, ମାତ୍ର କୌଣସି ପ୍ରକାର ବାତ୍ୟା, ଭୂମିକମ୍ପ, ସୁନାମିକୁ ବନ୍ଦ କରିପାରେ ନାହିଁ। ଏହା ସ୍ପଷ୍ଟ କରେ ଯେ ପ୍ରକୃତିର ରଚୟିତା ଓ ନିୟନ୍ତ୍ରକ ମନୁଷ୍ୟ ନୁହେଁ, ମାତ୍ର କେବଳ ଈଶ୍ୱର ଅଟନ୍ତି। ଏଥିପାଇଁ ଯେଉଁମାନେ କହନ୍ତି ଈଶ୍ୱର ନାହାନ୍ତି, ପ୍ରେରିତ ପାଉଲ ରୋମିଓ 1 ଅଧ୍ୟାୟରେ ଏହି ପ୍ରକାର କହନ୍ତି, କାରଣ ସେମାନେ ଈଶ୍ୱରଙ୍କୁ ଜାଣି ତାହାଙ୍କୁ ଈଶ୍ୱର ବୋଲି ଗୌରବ ଦେଲେ ନାହିଁ କି ଧନ୍ୟବାଦ ଦେଲେ ନାହିଁ, କିନ୍ତୁ ଆପଣା ଅସାର ତର୍କ ବିତର୍କରେ ଜଡ଼ିତ ହେଲେ ଓ ସେମାନଙ୍କର ଅବୋଧ ମନ ଅନ୍ଧକାରମୟ ହେଲା। ନିଜ ନିଜକୁ ଜ୍ଞାନୀ ବୋଲି ମନେକରି ସେମାନେ ମୂର୍ଖ ହେଲେ। ଏହା ହିଁ ବୌଦ୍ଧିକ ମୂର୍ଖତା। ଈଶ୍ୱରଙ୍କର ଅସ୍ତିତ୍ୱ ନାସ୍ତି କରୁଥିବା ଲୋକମାନଙ୍କର ପାଇଁ ନର୍କ ସୁନିଶ୍ଚିତ। ତେବେ ଯିଏ ଆମକୁ ଅନନ୍ତ ଜୀବନ ପ୍ରତିଜ୍ଞା କରିଅଛନ୍ତି, ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଆପଣ ଧନ୍ୟ ହେବାକୁ ଚାହିଁବେ ନାହିଁ କି?